এটা কোন কইলো না এটা সুদাম দাস ঘরে কোটি জামঝাড়ি। কোন ঘটনা ହେଇଛି ଥାନାରେ ଅଭିଯୋଗ କରୁଛ ଯେ ତମେ ସେ ଗରମ ପାଣି ଥିଲା କୋନ ଘଟଣା ମୁଁ କାମରୁ ଆସି ସାରିଲା ପରେ ଯାଇଥିଲି 3ଟା ଗୁଟକା ଆଣିବା ପାଇଁ ମହିଷ କତିକି। ଆଉ ତାପରେ ସେ ଯାଇ ସାରିଲା ପରେ ସେମାନେ ମୋତେ କହିଲେ 3ଟା ଗୁଟକା ଆଣିଛି, ଗୋଟେ ଚିରିକି ପାଟରେ ପକାଇ ଦେଇଛି। ଦାମ ପଚାରିଲା ବେଳକୁ କହିଲେ 50 ଟଙ୍କା। ମୁଁ କହିଲି ନା 50 ଟଙ୍କା ନୁହେଁ, 30 ଟଙ୍କା ଦାମ, ତୁମେ କ'ଣ ପାଇଁ 50 ଟଙ୍କା କହୁଛ? ନା 50 ଟଙ୍କା ଦାମ, ନେ ନହେଲେ ନାହିଁ। ମୁଁ କହିଲି ହଉ, ମୁଁ ତ ଗୋଟେ ଚିରିକି ଖାଇସାରିଣି, ନହେଲେ ତୁମେ ରୁହ, ମୁଁ ତୁମକୁ ସାଇଡ଼୍ ଦୋକାନରୁ ଆଣିକି ଦେଉଛି। ଏଟାରେ କହିଲେ ତୋ ଇଚ୍ଛା ନା, ତୋତେ ଯେତିକି କୁହାହେଲା ସେତିକି ଦେ। ମୁଁ କହିଲି ନା, ମୁଁ ଏତେ ପଇସା ଦେଇପାରିବିନି। ତ ସେଇଟାରେ ଯୁକ୍ତି ତର୍କ ଲାଗୁ ଲାଗୁ ସସ୍ପେନ୍ସର ଗୋଟେ ଚା ସସ୍ପେନ୍ସର ପୁରାପୁରି ବସେଇଥିଲେ, ପୁରା ଫୁଟୁଥିଲା ଚା, ଏମିତି କରିକି ମୋ ମୁହଁକୁ ଛାଟୁଥିଲେ। ତ ମୁଁ ସାଇଡ଼୍ ହେଇଗନି, ପୁରାପୁରି ହାତଟା ଦେଖେଇନି, ହାତ ପୁରା ଜଳିକି ଅବସ୍ଥା ନାହିଁ। ମୋର ଛୋଟ ଛୋଟ ଛୁଆ, ମୁଁ କାମକୁ ଗଲେ ସେମାନେ ଖାଉଥିଲେ। ଗୁଡ଼ାଏ ପଇସା ମେଡ଼ିସିନ ବାବଦକୁ ଖର୍ଚ୍ଚ ବି ହେବ। ଅଧା ବି ମେଡ଼ିସିନ ଆଣିଛି, ଆଉ ଅଧା ଆଣିପାରି ନାହିଁ। ଏ ବାବଦକୁ ଯାଇ ଥାନାର FIR କରିଥିଲି। ବର୍ତ୍ତମାନ ମୋତେ ନ୍ୟାୟ ଦରକାର। ଆଉ ପୁଅ ଯାଇଥିଲା କାମକୁ ସାରେ, ଆଉ ଆସିକି ସେ ମହିଷର ଦାସ ଦୋକାନରୁ 2ଟା ଗୁଟୁକା ମାଗିଲା। ଗୁଟୁକା ଦାମ 10 ଟଙ୍କା, ସିଏ 3ଟା ଗୁଟୁକାକୁ 50 ଟଙ୍କା କହିଲା। 50 ଟଙ୍କା କହିବା ସତ୍ତ୍ୱେ ପୁଅ ଆଉ ସିଏ 2 ଜଣ ଯୁକ୍ତି ତର୍କ ନାଗତେ ନାଗତେ ଛାଟିଦେଲା ଗରମ ଚା ଛାଟିଦେଲା। ସିଏ ଗରିବ ଲୋକଟେ, ଆମର ସାହା ଭରସା ଏଠି କେହି ନାହାନ୍ତି। ଆମେ ଯାହା ପାଖରେ ଯାଇକି ପହଞ୍ଚୁଛୁ, ଆମ କଥା କେହି ଶୁଣୁନାହାନ୍ତି। ଯାହା ପାଖରେ ପଇସା ଅଛି ତା ପାଖରେ ନ୍ୟାୟ ଅଛି। ଆମ ପାଖରେ ପଇସା ନାହିଁ ବୋଲି ଆମେ ହେଉଛି ଆମ ପାଖରେ ନ୍ୟାୟ ନାହିଁ। ମୋ ଛୁଆଟି ରାତି ପାଇନେ ଖଟିକି ଆଣିକି ତାଙ୍କ ଛୁଆ ମୋର ଦାନା ଦିଏ। 2ଟା ବେମାରିଆ ଛୁଆ ତା ଘରେ, ମୁଁ ଔଷଧ ମେଡ଼ିସିନ ଦେଇତେ ତାକୁ ପଇସା ପାଉନି। ଏ ସାରା ଆମେ ଥାନାର ଦ୍ୱାରସ୍ଥ ହେଇକି ଆପଣଙ୍କୁ ନ୍ୟାୟ ମାଗୁଛୁ। ଆଉ